ମୋର ଆଉ ମୋ ମାଆକୁ କଂଗ୍ରେସ ପାର୍ଟିରେ ଯେଉଁ ଟିକେଟ୍ ଦିଆଗଲା ନାହିଁ, ମୁଁ ଭାବୁଛି କି ଏଇଟା ମୋର ମୋ ଫ୍ୟାମିଲି ପ୍ରତି ଗୋଟେ କନ୍ସପିରେସି ହେଇଛି, ଷଡ଼ଯନ୍ତ୍ର ହେଇଛି। ତା ଲାଗି ଆମ ଟିକେଟ୍ କଟାଗଲା। ଏ ଷଡ଼ଯନ୍ତ୍ରରେ ଜଣେ ବି ଲୋକ ଥାଇପାରେ, ବେଶୀ ବି ଲୋକ ଥାଇପାରନ୍ତି। ସେଇଟା 2-3 ଦିନ ଭିତରେ ଜଣାପଡ଼ିବ। ଏଠି ଦେଖନ୍ତୁ ଆମ ପ୍ରତି ଗୋଟେ ଅନ୍ୟାୟ ଭଳିଆ ହେଇଛି। କାହିଁକି ବୋଇଲେ ଭୁଜବଳ ମାଝୀ ନିଜ ପାଇଁ MP ଆଉ ନିଜ ପରିବାରର 3ଟା ଲୋକ ପାଇଁ MLA ମାନେ 4ଟା ଟିକେଟ୍ ନେଇପାରୁଛନ୍ତି, ମାତ୍ର ମୋ ଫ୍ୟାମିଲିରେ ଗୋଟେ ଟିକେଟ୍ ବି ଦିଆଯାଉନି। ହେଲେ ଟିକେଟ୍ ସିଲେକ୍ଟ କରିବାର, କ୍ୟାଣ୍ଡିଡେଟ୍ ସିଲେକ୍ଟ କରିବାର କ୍ରାଇଟେରିଆଟା କ'ଣ ରଖିଛନ୍ତି, ମାନେ କ୍ରାଇଟେରିଆଟା କ'ଣ ବୁଝିପାରୁନି ମୁଁ। ତାପରେ ସବୁଦିନ विगत मासे 1.5 मासरू सबुदिन प्रॉमिनेंट नेता कांग्रेस छाड़िकी जाऊँच, कोई आगुड़ पार ना। जो भली भाव में चयन प्रक्रिया चली से हिसाब रे मते लगुच कि ये इलेक्शन सरू सरू पूरा कांग्रेस खाली हो। कहीं बोले यहाँ गोटे कन्स्पिरेसी खाली मोर मो परिवार प्रति नहीं, एंटायर कांग्रेस और कांग्रेस पार्टी अगेंस्ट कन्स्पिरेसी। आउ ए जिनसर कंप्लेन आमे दिल्ली रे करिबु। आमे कहबू कि हमको न्याय दिया जाओ। अभी जाए आमे को नेता संगे दिल्ली रे जोगाजोगी रखनु, बट गोटे 2 दिन भितर कथबार्ता के जोगाजोगी रखिबु। आम पे आमे न्याय मांगू।